ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସବସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ଆଜି ହେଉଛି ମଙ୍ଗଳବାର ଡିସେମ୍ବର 2 ତାରିଖ 2025। ଯୋଶୁଆ the type, ଝିଅ ସହ ପ୍ରକାର। ଚାଲନ୍ତୁ ଏହି ବିଷୟରେ ଅଧିକ ଜାଣିବା ପୂର୍ବେ ଆମେ ସେହି ସଦାପ୍ରଭୁଙ୍କଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ସ୍ୱାଗତ ପିତା, ଧନ୍ୟବାଦ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ଦେଉଅଛ, ତୁମ ସେହି ଜୀବନଦାୟକ ପବିତ୍ର ଶାସ୍ତ୍ର ସବସ୍କୁଲ ମାଧ୍ୟମ ଦ୍ୱାରା ଜାଣିବା ପାଇଁ, ଏହା ବୁଝିବା ପାଇଁ ମାନଙ୍କୁ ବୁଦ୍ଧି ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ଏମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ଅବଶ୍ୟ ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆଜିର ପାଠ ହେଉଛି ଯହୋଶୁଆ the type, ଯହୋଶୁଆ ପ୍ରକାର। ବନ୍ଧୁ, ବାଇବଲର ପ୍ରକାର ଭେଦର ଆଲୋକର ମୋଶା ଏବଂ ଯହୋଶୁଆଙ୍କ ଜୀବନ ମଧ୍ୟରେ ବହୁବିଧ ସମାନତାର ଗୁରୁତ୍ୱ କ'ଣ? ଯଦି ଆମେ ଦେଖିବା, ଯେପରିକି ପ୍ରଥମ ସପ୍ତାହ ଆମେ ଶିକ୍ଷା କରିଥିଲୁ ବନ୍ଧୁ, କି ପ୍ରକାରେ ପରମେଶ୍ୱର ମୋଶାଙ୍କ ଦ୍ୱାରା ଇସ୍ରାଏଲ ମାନଙ୍କୁ ଏକ ନୂତନ ଗୋଷ୍ଠୀ ରୂପେ ସ୍ଥାପନ କରିବା ପାଇଁ ସେମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲେ। ଆଉ କିପରି ମିଶ୍ର ଦେଶରୁ ବାହାର କଲେ, ଆଉ ସେହିପରି ଆମେ ଦେଖୁଛୁ ବନ୍ଧୁ, ଯହୋଶୁଆ ସେହି ଦ୍ୱିତୀୟ ପିଢ଼ିକୁ କିପରି କେନାନ ଦେଶକୁ ପ୍ରବେଶ କରାଇଲେ। ଆମେ ଏହିପରି ଆମେ ଦେଖୁଛୁ, ଯହୋଶୁଆ ମୋଶା ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ସେମାନଙ୍କୁ ମିଶ୍ର ଦେଶରୁ କେନାନ ଦେଶକୁ ଆଣିବା ପାଇଁ ବାହାର କରି ଆଣିଲେ। ମାତ୍ର ଯେତେ ଲୋକ ସେହି କେନାନ ଦେଶକୁ ଯାତ୍ରା ଆରମ୍ଭ କରିଥିଲେ, ଆଉ ସେମାନଙ୍କ ପାପ କାମ ଯୋଗୁଁ ସେମାନେ ମରୁଭୂମିରେ ମଲେ। ମାତ୍ର ସେମାନଙ୍କ ପୁଅ ଝିଅମାନେ ଯେଉଁମାନେ ତାଙ୍କ ଦ୍ୱିତୀୟ ପିଢ଼ି ଥିଲେ, ସେମାନେ ସେହି କେନାନ ଦେଶରେ ପହଞ୍ଚିଲେ। ଏହା ଏକ। ଦ୍ୱିତୀୟରେ ଆମେ ଦେଖୁଛୁ ବନ୍ଧୁ କି ସେହିପରି ମୋଶା ଥିଲେ ଯହୋଶୁଆଙ୍କ ପ୍ରଭୁଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତ ଦ୍ୱାରା ନିଯୁକ୍ତ କରାଯାଇଥିଲା। ମୋଶା ଏବଂ ଯହୋଶୁଆଙ୍କ ଉଭୟ ନେତୃତ୍ୱରେ ଜାତିମାନେ ମଧ୍ୟରେ ଇସ୍ରାଏଲ ଗୋଷ୍ଠୀ ଉଭୟକୁ ପ୍ରେରଣା ଦେଇଥିଲା। ମୋଶା ଯାହା ଇସ୍ରାଏଲକୁ ଲୋହିତ ସାଗର ପାର କରାଇଥିଲେ, ସେହିପରି ଆମେ ଦେଖୁଛୁ ବନ୍ଧୁ, ଇସ୍ରାଏଲ ମାନଙ୍କୁ ଯହୋଶୁଆ ଜର୍ଦ୍ଦନ ନଦୀକୁ ପାର କରାଇଦେଲେ। ଯେପରିକି ମୋଶା ଇସ୍ରାଏଲ ପ୍ରଜାମାନଙ୍କୁ ଲୋହିତ ସାଗର, ଯାହା ଆମେ ଲାଲ ସାଗର କହୁ ବା ଲୋହିତ ସାଗର, ରେଡ୍ ସି ବା ଲୋହିତ ବା ଲାଲ, ସେହି ସାଗରକୁ ମୋଶା ଇସ୍ରାଏଲ ପ୍ରଜାମାନଙ୍କୁ ପାର କରାଇଲେ। ଆଉ ଯେବେ ଇସ୍ରାଏଲ ପ୍ରଜାମାନେ ସେହି କେନାନ ଦେଶ ସୀମାରେ ଥିଲେ, ଯେଉଁ ସୀମାରେ ସେହି ଜର୍ଦ୍ଦନ ନଦୀ ଥିଲା, ସେହି ଜର୍ଦ୍ଦନ ନଦୀକୁ ସେ ପାର କରାଇଲେ। ଏହିପରି ଦୁଇ ଉଭୟଙ୍କ ନେତୃତ୍ୱ ଆମେ ଦେଖୁଛୁ ବନ୍ଧୁ। ତା ବାଦେ ଏଇ ଯୋଉ ନେତୃତ୍ୱକୁ ଆମକୁ ଦେଖାଉଛି, ଉଭୟ ତା ନେତାଙ୍କୁ ସନ୍ନତର ଆବଶ୍ୟକତା ଏବଂ ନିସ୍ତାର ପର୍ବର ଗୁରୁତ୍ୱ ବିଷୟରେ ସ୍ମରଣ କରାଇଥିଲା ବନ୍ଧୁ। ନିସ୍ତାର ପର୍ବ ମାନେ ଯେଉଁ ସମୟରେ ଇସ୍ରାଏଲ ପ୍ରଜାମାନେ ସେହି ଶେଷ ମହାମାରୀ ଥିଲା ନିସ୍ତାର ପର୍ବ, ଯେଉଁଠାରେ ଇସ୍ରାଏଲ ପ୍ରଜାମାନଙ୍କ ସନ୍ତାନ ମାନେ ସୁରକ୍ଷାରେ ଥିଲେ, ଆଉ ମିଶରୀୟ ମାନଙ୍କର ସନ୍ତାନ ମାନେ, ଜ୍ୟେଷ୍ଠ ସନ୍ତାନ ମାନେ ସେହି
ସମୟରେ ମୃତ୍ୟୁବରଣ କଲେ। ଏହାକୁ ଦର୍ଶାଇଥାଏ। ଉଭୟଙ୍କୁ ସେମାନଙ୍କ ପାଦୁକା ଚାଲିବାକୁ ଆଦେଶ ଦିଆଯାଇଥିଲା। ଆମେ ଦେଖୁଛୁ ଯେତେବେଳେ ଇସ୍ରାଏଲ ପ୍ରଜାମାନେ ମିଶ୍ର ଦେଶରୁ ପାର କରି ଆସିଲେ, ସେମାନେ ପାଦୁକାରେ ଚାଲିଥିଲେ 40 ବର୍ଷ 40 ଦିନ। ଆଉ ଯେତେବେଳେ ସେମାନେ ଜର୍ଦ୍ଦାନ ପାର ହୋଇଗଲେ, ସେମାନେ ସେହିପରି ପାଦୁକା ଧରି ସେମାନେ ସେହି ଦେଶକୁ ଆକ୍ରମଣ କଲେ। ସେହି ଦେଶକୁ ଆକ୍ରମଣ କଲେ। ଉଭୟଙ୍କ ବିସ୍ତାରିତ ହାତ ଇସ୍ରାଏଲ ପାଇଁ ବିଜୟ ସଂକେତ ଦେଇଥିଲା ବୋଲି ଆମେ ଦେଖୁଛୁ। ମୋଶା ଭୂମି ବିଭାଜନ ଏବଂ ଆଶ୍ରୟ ନଗର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଉ ଆମେ ଦେଖୁଛୁ କି ଜୋହସଙ୍କ ନିର୍ଦ୍ଦେଶ, ସେ ଯୋଉ ମୋଶାଙ୍କ ନିର୍ଦ୍ଦେଶ ଜୋହସ ପୂର୍ଣ୍ଣ କରନ୍ତି, ଯେବେ ସେହି ଜାଗାକୁ ବଣ୍ଟାଗଲା। ଉଭୟ ଜାତିକୁ ବିଦାୟ ସମ୍ବେଦନ କରିଥିଲେ। ଆମେ ଦେଖୁଛୁ ଗଣନା ପୁସ୍ତକ ଶେଷରେ ଯେପରି ମୋଶା ଏକ ସମ୍ବେଦନଶୀଳ ସେଇ ମୋଶା ଲୋକମାନଙ୍କୁ କହିଥିଲେ। ଆମେମାନେ ଦେଖୁଛୁ ସେହିପରି ଯୋଶୁଆ ବି ସେଇ ଇସ୍ରାଏଲ ପ୍ରଜାମାନଙ୍କୁ ସେମାନଙ୍କ ଶେଷ ସମୟରେ ସମ୍ବୋଧିତ କରୁଥିଲେ ବୋଲି ଆମେ ଦେଖୁଛୁ। ଚାଲନ୍ତୁ ଦେଖିବା କିଛି ବାଇବଲର ପଦ ଗୁଡାକ, ଯାହା ଦ୍ୱାରା ଆମେ ଦେଖୁଛୁ ବନ୍ଧୁ ଏ ଦ୍ୱିତୀୟ ବିବରଣ 18, 15, 19 ଦେଖୁଛୁ, ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ତୁମ ନିମିତ୍ତ ତୁମ ଭିତରୁ ତୁମ ଭାଇମାନଙ୍କ ମଧ୍ୟରୁ ଆମର ପ୍ରଦୋଷ ଏକ ଭବିଷ୍ୟତ ବକ୍ତା ଉତ୍ପନ୍ନ କରିବେ। ତୁମମାନେ ତାହାଙ୍କ ବାକ୍ୟର କର୍ଣ୍ଣପାତ କର, କାରଣ ଆରବରେ ସମାଜ ଦିନ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ପ୍ରାର୍ଥନା କରି କହିଥିଲ ଆମେ ଯେପରି ନ ମରୁ, ଏଥିପାଇଁ ସଦାପ୍ରଭୁ ଆମ ପରମେଶ୍ୱରଙ୍କ ନବ ପୁନର୍ବାର ନ ଶୁଣୁ କି ଅବା ଏହି ମହା ଅଗ୍ନି ଆଉ ନ ଦେଖୁ, ତହିଁ ସଦାପ୍ରଭୁ ମତେ କହିଲେ ସେମାନେ ଯାହା କରିଅଛନ୍ତି ତାହା ଭଲ କରିଅଛନ୍ତି। ଆମେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରେ ଶୁମ୍ଭ ସଦୃଶ ଜଣେ ଭବିଷ୍ୟତ ଭକ୍ତ ଉତ୍ପନ୍ନ କରିବା ଓ ଆମେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେ ଯେ ଆଜ୍ଞା ଦେବା ତାହା ସେ ସେମାନଙ୍କୁ କହିବେ। ପୁଣି ଆମେ ଆମ ନାମ ସେ ଆମର ଯେ ବାକ୍ୟ କହିବେ ତାହା ସିଏ ଶୁଣିବ ନାହିଁ, ତାହାଠାରୁ ଆମେ ତହିଁର ପରିଶୋଧ ନେବା। ମାନେ ଆମେ ଦେଖୁଛୁ କିପରି ପରମେଶ୍ୱର କହନ୍ତି ମୋଶାକୁ କି ଯାହା ଯାହା ମୁଁ କହିଛି ତାହା ତୁମେ ଯାଇ କୁହ। ଆଉ ଯେତେବେଳେ ଲୋକମାନେ କହିଲେ କି ଦେଖ ଆମେ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡା ହେବାର ଆମର ସେତେ ଶକ୍ତି ନାହିଁ, ଯୋଗ୍ୟ ନାହିଁ, ତୁମେ ଯାଇ କୁହ ଆଉ ଯାଉ ସଦାପ୍ରଭୁ କହିବ ତାହା କଥା। ଆଉ ସେହିପରି ଆମେ ଦେଖୁ ଜୋହସଙ୍କ ଜୀବନରେ ବନ୍ଧୁ ଏହାର ଚୂଡ଼ାନ୍ତ ଅର୍ଥ ହଉଛି ବନ୍ଧୁ ଭବିଷ୍ୟତବାଣୀର କେବଳ ମସିହଙ୍କ ଦ୍ୱାରା ସାକାର କିମ୍ବା ପୂରଣ ହୋଇପାରିବ ନାହିଁ। ମସିହ ପିତାଙ୍କ ଘନିଷ୍ଠ ଭାବରେ ଜାଣିଥିଲେ। ଆଉ ସେହି ଯୋଉ କଥା ଖ୍ରୀଷ୍ଟଙ୍କ ଠାରେ ଆମେ ଦେଖୁଛୁ, ଯାହାକି ପିତା ପୁତ୍ର ପରସ୍ପର ଭଲ ଭାବରେ ଜାଣିଥିଲେ, ଯାହା ଆମେ ଜହନ 14:1-14 ଦେଖୁଛୁ। ଆଉ ସେହି ବାକ୍ୟ ଦେହ ହେଲେ ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଆଦିତ୍ୟ ପୁତ୍ର ମହିମା ସଦୃଶ୍ୟ ଆମମାନଙ୍କ ସହ ବାସ କଲେ, ମହିମା ଦେଖିଲୁ ବୋଲି ଆମେ ଦେଖୁଛୁ। ବନ୍ଧୁ ସେହିପରି ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ କଲେ। ସେହିପରି ଦେଖୁଛୁ ବନ୍ଧୁ ସତ୍ୟ ଥିଲେ ଏବଂ ସତ୍ୟ ଭାବରେ ପରମେଶ୍ୱରଙ୍କୁ ସେ ପ୍ରଦର୍ଶିତ କରୁଥିଲେ ବୋଲି ଆମେ ଦେଖୁଛୁ। ସେହିପରି ଲୁକ 10:22, ଜହନ 14:5-6 ଆଉ ମାଥ୍ୟୁ 22:26 ଦେଖୁଛୁ ବନ୍ଧୁ ପରମେଶ୍ୱର ପ୍ରକୃତିରେ ତାଙ୍କ ମୁଖର ତାଙ୍କର ବାକ୍ୟ ରଖିଥିଲେ। ମାନେ ପରମେଶ୍ୱରଙ୍କ ବାକ୍ୟ ଖ୍ରୀଷ୍ଟଙ୍କ ବାକ୍ୟ ଥିଲା, ଖ୍ରୀଷ୍ଟଙ୍କ ବାକ୍ୟ ପରମେଶ୍ୱରଙ୍କ ଥିଲା। ଏହିପରି ଆମେ ଦେଖୁଛୁ। ସେଥିଯୋଗୁଁ ଆମେ ଦେଖୁଛୁ ବନ୍ଧୁ ଯେପରି ପ୍ରଭୁ ଯୀଶୁ ପ୍ରାର୍ଥନା କରନ୍ତି ଏହିପରି କି ଯେ ମତେ ପ୍ରେମ କରେ ନାହିଁ ସେ ମୋର ବାକ୍ୟ ପାଳନ କରେ ନାହିଁ। ଯୋଉ ବାକ୍ୟ ତୁମାନେ ଶୁଣୁଅଛ ତାହା ମୋହର ନୁହେଁ ମାତ୍ର ମୋର
ପ୍ରେରଣାକର୍ତ୍ତାର ପିତାଙ୍କ ମାନେ ଆମେ ସେଇ ବ୍ୟବସ୍ଥାରେ ମଧ୍ୟ ଆମେ ଦେଖୁଛୁ ବନ୍ଧୁ କି ପ୍ରଭୁଙ୍କର ବାକ୍ୟ ହଉଛି ପରମେଶ୍ୱରଙ୍କ ବାକ୍ୟ ଯାହା ପରମେଶ୍ୱର କହନ୍ତି ତାହା ପ୍ରଭୁ ଆଉ ଏଥି କାରଣରୁ ଆମେ ଦେଖୁଛୁ କି ଯୋଉ ଆଜ୍ଞା ପରମେଶ୍ୱର ମାନଙ୍କୁ ଦେଇଥିଲେ ସେଇ ଆଜ୍ଞା ଯଦି ଆମେ ମାନୁନାହୁଁ ତାହେଲେ ଆମେ ପରମେଶ୍ୱରକୁ ପ୍ରେମ କରୁନାହୁଁ ଯେହେତୁ ଯୋଉ ଆଜ୍ଞା ମତେ ପରମେଶ୍ୱର ଦେଇଥିଲେ ସେ ଆଜ୍ଞା ମୁଁ ମାନୁଛି ଏଥିଯୋଗୁ ଆମର କର୍ତ୍ତବ୍ୟ ଯେ କି ଯହୋଶୟ ଯାହା ଯାହା ପରମେଶ୍ୱର କହିଥିଲେ ସେ କଥା ସେ କରିଲେ ମୋଶା ଯାହା ଯାହା କଲେ ତାହା ପରମେଶ୍ୱରଙ୍କ ବାକ୍ୟ ଅନୁସାରେ କରିଥିଲେ ଆଉ ଯେଉଁମାନେ ତାଙ୍କ କଥା ମାନିଲେ ସେମାନେ ବଞ୍ଚିଲେ ଏହିପରି ସେହିପରି ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ ପିତାଙ୍କ ପ୍ରେମ ମାନଙ୍କ ଠାରେ ପ୍ରକାଶ କରିବା ପାଇଁ ଯାହା ଯାହା କହିଲେ ପରମେଶ୍ୱର ଯାହା କହିଥିଲେ ତାହା ମାନଙ୍କୁ କହିଲେ ଏଥିଯୋଗୁ ବନ୍ଧୁ ଚାଲନ୍ତୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ସେହି ଜୀବସଙ୍କ ପ୍ରକାର ଯାହା ପରମେଶ୍ୱର ତାଙ୍କୁ କହିଲେ ଆଉ ସେଇ କଥା ପ୍ରଜାମାନଙ୍କୁ କହିଲେ ଆଉ ସେହିପରି ଯୀଶୁଖ୍ରୀଷ୍ଟ ହେଉଛନ୍ତି ସେଇ ପିତାଙ୍କର ପୁତ୍ର ଯାହା ପରମେଶ୍ୱର କହିଲେ ତାହା ପୁତ୍ର କଲେ ଆଉ ସେଇ ଥିଲା ପରମେଶ୍ୱରଙ୍କର ଇଚ୍ଛା କି ପୁତ୍ରଙ୍କ ଦ୍ଵାରା ଆମେ ପରିତ୍ରାଣ ପାଇପାରିବା ଅନନ୍ତ ଜୀବନ ପାଇପାରିବା ଏହା ପରମେଶ୍ୱରଙ୍କ ଇଚ୍ଛା ଥିଲା ଆଉ ସେଇ ଇଚ୍ଛା ଯୀଶୁଖ୍ରୀଷ୍ଟ ପୂରଣ କଲେ ତାହେଲେ ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟ କୋଳରେ ବିଶ୍ୱାସ କରି ସେହି ପରମ ପିତାଙ୍କ ଠାରେ ଆମେ ପ୍ରାର୍ଥନା କରିବା हे ଆମମାନଙ୍କ ଶକ୍ତିଶାଳୀ ସର୍ବଜ୍ଞାନୀ ପରମେଶ୍ୱର ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ଜୀବନଦାୟକ ବାକ୍ୟ ସେହି ସାଧୁଙ୍କ ମାଧ୍ୟମ ଦ୍ୱାରା ପାଠ ଦ୍ୱାରା ଶୁଣିଲୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦରେ ପରିପୂର୍ଣ୍ଣ କର ଶକ୍ତି ଜ୍ଞାନ ଦିଅ ଆଉ ଆମ ପାପ ସବୁ କ୍ଷମା କର ଆଉ ଯେବେ ଯୀଶୁଖ୍ରୀଷ୍ଟ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଗ୍ରହଣ କର ଆମେନ୍।